ଆପଣମାନଙ୍କର ଶ୍ରଦ୍ଧା ଆଉ ଭଲ ପାଇବାକୁ ପାଥେୟ କରି ମୁଁ ଆଉ ଏକ ନୂଆ କାହାଣୀ ଭେଟି ଦେଉଛି। କାହାଣୀଟି ହେଉଛି ସତ୍ୟର ଜୟ। ଯୁଗେ ଯୁଗେ ସେ ପୁରାଣ ହେଉ କି ମହାଭାରତ ହେଉ କି ରାମାୟଣ ହେଉ, ପ୍ରତ୍ୟେକ କ୍ଷେତ୍ରରେ ଆମେ ଜାଣିଛନ୍ତି ସତ୍ୟର ଜୟ ହେଇଛି। ସେଥିପାଇଁ ଆମେ ଛୋଟବେଳୁ ପିଲାକୁ ପ୍ରାର୍ଥନା ଶିଖାଉଛନ୍ତି ଯେ ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି। ତେଣୁ ସତ୍ୟ ପଥରେ ଚାଲିଲେ ହୁଏତ ପ୍ରାରମ୍ଭରେ କଷ୍ଟ ହୋଇପାରେ, କିନ୍ତୁ ସତ୍ୟର ଦିନେ ନା ଦିନେ ଧୈର୍ଯ୍ୟ ହରା ନ ହୋଇ ସତ୍ୟ ପଥରେ ଚାଲିଲେ ଆଜି ନହେଲେ କାଲି ଆମକୁ ନିଶ୍ଚିତ ଭାବରେ ଆମର ଜୟ ହେବ, ଆଉ ସଫଳତା ବି ଆମେ ଅତି ସହଜରେ ହାତେଇବା। ତେଣୁ ଏହି ସତ୍ୟର ଜୟ ଉପରେ ମୁଁ ଆଉ ଅଧିକ କିଛି ନ କହି ସିଧାସଳଖ କାହାଣୀର ଉପସ୍ଥାପନା କରୁଛି। ବହୁତ ଦିନ ତଳର କଥା। ଜଣେ ଗରିବ ବ୍ରାହ୍ମଣ ଥିଲା। ତା ଚଳିବା ଅବସ୍ଥା ବଡ଼ ଖରାପ ଥିଲା। ଏପରିକି ଦିନେ ଦିନେ ତା ଭାଗ୍ୟରେ ଭାତ ମୁଠେ ବି ଜୁଟେ ନାହିଁ। କାମ କରି ସେ ପେଟ ପୋଷେ, କେଉଁ ଦିନ ବି ଭଲ ଗଣ୍ଡାଏ ଖାଇପାରେ ନାହିଁ ପେଟ ପୂରାଇ। ତାର ସ୍ତ୍ରୀ ଓ ପିଲାମାନେ ଖୁବ୍ କଷ୍ଟରେ କାଳ କାଟୁଥିଲେ। ଶେଷରେ ସେ ଠିକ୍ କଲା ଯେ କାମ ଖୋଜିବା ପାଇଁ ସେ ଦୂର ଦେଶକୁ ଯିବ। ତା ପରଦିନ ଅନ୍ଧାରିବା ବେଳୁ ସେ ଉଠିଲା। ତାର ସ୍ତ୍ରୀ ଓ ପିଲାମାନେ ଉଠିବା ଆଗରୁ ସେ ଘର ଛାଡ଼ି ବାହାରି ଗଲା। କିନ୍ତୁ ସେ କେଉଁଠିକି ଯିବ, କି କାମ କରିବ, କିଛି ଠିକ୍ ଠିକଣା ନଥିଲା। ତାର ଆଗରୁ କିଛି ସିଦ୍ଧାନ୍ତ ନେଇ ନଥିଲା। ତଥାପି ସେ ଘରୁ ବାହାରି ଚାଲିଲା ଆଉ ଚାଲିଲା। ଏହିପରି ଭାବରେ ସେ ସାରାଦିନ ଚାଲି ଚାଲି ଯାଇ ଘୋର ଅରଣ୍ୟ ମଧ୍ୟରେ ପହଞ୍ଚିଲା। ସେତେବେଳକୁ ତାକୁ ଭୀଷଣ ଭୋକ ହେଉଥିଲା। ଭୋକ ଆଉ ଶୋଷରେ ତା ହାତ ଗୋଡ଼ ଆଉ ଚଳୁନଥିଲା, ଆଗକୁ ପାଦ ଉଠୁନଥିଲା। ପାଣି ମୁନ୍ଦେ ପାଇଁ ସେ ଏପାଖ ସେପାଖ ହୋଇ ଆତୁରରେ ଖୋଜିବାକୁ ଲାଗିଲା। ଶେଷରେ ସେ ଗୋଟିଏ କୂଅର ସନ୍ଧାନ ପାଇଲା। ବ୍ରାହ୍ମଣଟି ପାଣି ଆଶାରେ କୂଅ ପାଖକୁ ଗଲା। ହଠାତ୍ ସେ କୂଅ ଭିତରୁ କିଛି ଶବ୍ଦ ଶୁଣିବାକୁ ପାଇଲା। ସେ କୂଅ ଭିତରକୁ ଚାହିଁ ଦେଖିଲା, କୂଅ ଭିତରେ ଗୋଟିଏ ବାଘ, ଗୋଟିଏ ମାଙ୍କଡ଼, ଗୋଟିଏ ସାପ ଓ ଗୋଟିଏ ମଣିଷ ରହିଛନ୍ତି। ଏହି ଚାରୋଟି ଜୀବ, ବାଘ, ମାଙ୍କଡ଼, ସାପ ଆଉ ମଣିଷ, ସେ କୂଅ ଭିତରେ ପଡ଼ିଛନ୍ତି। ଏମାନେ ସମସ୍ତେ କେମିତି କୂଅ ଭିତରେ ପଡ଼ିଛନ୍ତି ସେ ବିଷୟରେ ବ୍ରାହ୍ମଣର ଧାରଣା ନଥିଲା। କିନ୍ତୁ ସେ ପାଣି ପିଇବାକୁ ଯିବା ବେଳକୁ କୂଅ ଭିତରେ ଏଇ ଚାରୋଟି ଜୀବଙ୍କୁ ଦେଖିଲା। ବ୍ରାହ୍ମଣକୁ ଦେଖିପାରି ପ୍ରଥମେ ବାଘ ଚିତ୍କାର କରି ଉଠିଲା, ଏ ଭାଇ, ତୁମେ ବଡ଼ ମହାନ ଲୋକ। ତୁମେ ଦୟାକରି ଆମକୁ ଟିକିଏ କୂଅ ଭିତରୁ ଉଦ୍ଧାର କର। ଘରେ ତେଣେ ମୋର ସ୍ତ୍ରୀ, ଛୋଟ ଛୋଟ ପିଲାମାନେ ମୋ ଫେରିବା ବାଟକୁ ଚାହିଁ ବସିଥିବେ। ମୋତେ ବିପଦରୁ ରକ୍ଷା କର। ବାଘ ମୁହଁରୁ ଏ କଥା ଶୁଣି ବ୍ରାହ୍ମଣ କହିଲା, କିନ୍ତୁ ଯାହା ହେଲେ ବି ତୁମେ ହେଲ ବାଘ, ତୁମକୁ ମୁଁ ଭୟ କରେ। ଜାଣିଶୁଣି ତୁମକୁ କେମିତି କୂଅ ଭିତରୁ ଉଦ୍ଧାର କରିବି କୁହ ତ? ବାଘ କହିଲା, ମୋ ଭାଇଟା ପରା, ତୁମର କୌଣସି ଭୟ ନାହିଁ। ମୁଁ ଶପଥ କରୁଛି ତୁମର କିଛି କ୍ଷତି କରିବି ନାହିଁ। ଦୟାକରି ବର୍ତ୍ତମାନ ମୋ ଜୀବନ ତୁମେ ରକ୍ଷା କର। ବ୍ରାହ୍ମଣ ଚିନ୍ତା କଲା। କିଛି ସମୟ ଚିନ୍ତା କଲା ପରେ ଠିକ୍ କଲା, ବାଘ ହେଉ ପଛେ ଅନ୍ୟ ପ୍ରତି ଦୟା କରିବା ଏକ ଭଲ କାମ। ବର୍ତ୍ତମାନ ବାଘକୁ ଉଦ୍ଧାର କରିବା ହେଉଛି ମୋର ପରମ କର୍ତ୍ତବ୍ୟ। ସେ ଗୋଟାଏ ଉପାୟ କଲା। ଖଣ୍ଡେ ଟାଣୁଆ କାଠ ସାହାଯ୍ୟରେ ବାଘକୁ କୂଅ ଭିତରୁ ଉଦ୍ଧାର କଲା। ବାଘ ଉପରକୁ ଆସି ଖୁବ୍ ଖୁସି ହେଲା। ସେ ବ୍ରାହ୍ମଣକୁ ଅନେକ ଧନ୍ୟବାଦ ଦେଇ କହିଲା, ଏଇ ଦୂରରେ ଯେଉଁ ପାହାଡ଼ ଦେଖୁଛ, ସେଇଠାରେ ଗୋଟିଏ ଗୁମ୍ଫାରେ ମୁଁ ରହୁଛି। ସେଠାକୁ ତୁମେ କେବେ କେବେ ଗଲେ ମୁଁ ଖୁବ୍ ଖୁସି ହେବି। ତୁମେ ମୋର ଯେଉଁ ଉପକାର କରିଛ ତାହା ମୁଁ ଜୀବନରେ ଶୁଝି ପାରିବି ନାହିଁ। ତଥାପି ତୁମେ ମୋ ଘରକୁ ଗଲେ ମୁଁ ତୁମକୁ ନିଶ୍ଚିତ ଭାବରେ ସାହାଯ୍ୟ କରିବି ମୋ ଶକ୍ତି ମୁତାବକ। ସେତିକିବେଳେ କୂଅ ଭିତରୁ ମାଙ୍କଡ଼ଟି ବଡ଼ ବିକଳ ହୋଇ ଡାକ ଛାଡ଼ିଲା, ଏ ମଣିଷ ଭାଇ, ଏ ମଣିଷ ଭାଇ, ତୁମେ ଭାରି ଦୟାଳୁ ଲୋକ। ତୁମ ଭଳି
ଲୋକ ଏ ଦୁନିଆରେ ମିଳିବା କଷ୍ଟ। ମୁଁ ଖୁବ୍ ବିପଦରେ ପଡ଼ିଛି। ତୁମେ ଦୟାକରି ମୋତେ ଏହି କୂଅ ଭିତରୁ ଉଦ୍ଧାର କର। ସଙ୍ଗେ ସଙ୍ଗେ ବ୍ରାହ୍ମଣ ଗୋଟିଏ ଦଉଡ଼ି ସାହାଯ୍ୟରେ ମାଙ୍କଡ଼କୁ କୂଅ ଭିତରୁ ଉପରକୁ ଟାଣି ଆଣିଲା। ମାଙ୍କଡ଼ ବ୍ରାହ୍ମଣକୁ ଧନ୍ୟବାଦ ଦେଲା। ସେ କହିଲା, ଦେଖ, ଯଦି କେବେ ତୁମର ଖାଦ୍ୟ ଦରକାର ପଡ଼ିବ ତାହେଲେ ତୁମେ ମୋ ପାଖକୁ ଆସିବ। ମୁଁ ତୁମକୁ ମନ ଭରି ଖାଇବାକୁ ଦେଇପାରିବି। ଏଇ ଯେଉଁ ବଡ଼ ପାହାଡ଼ଟା ଦେଖୁଛ, ତା ପଛରେ ମୋର ଘର। ଏହାପରେ ବ୍ରାହ୍ମଣ ସାପର ଡାକ ଶୁଣିବାକୁ ପାଇଲା। ସାପ ତାକୁ କୂଅ ଭିତରୁ ଡାକୁଥିଲା। ବ୍ରାହ୍ମଣ କୂଅ ଭିତରକୁ ଚାହିଁବାରୁ ସାପ କହିଲା, ମୋତେ ଦୟାକରି ଏଠାରୁ ଉଦ୍ଧାର କରିଦିଅନ୍ତୁ। ମୋତେ ବଡ଼ କଷ୍ଟ ହେଉଛି ଏ କୂଅ ଭିତରେ। ବ୍ରାହ୍ମଣ ଭୟରେ କହିଲା, ତୁମେ କୁହ, ମୁଁ ତୁମକୁ କିପରି ଉଦ୍ଧାର କରିବି? ତୁମେ ପରା ସାପ, ମୋତେ କାମୁଡ଼ି ଦେଲେ ମୋ ପ୍ରାଣ ଚାଲିଯିବ। ସାପ କହିଲା, ତୁମର ଭୟ କରିବାର କିଛି ନାହିଁ। ମୁଁ ତୁମକୁ କେବେ କାମୁଡ଼ିବି ନାହିଁ। ମୋତେ ଦୟାକରି ଏ କୂଅ ଭିତରୁ ଉଦ୍ଧାର କର। ବ୍ରାହ୍ମଣ ମନରେ ସାପର ଏଇଭଳି କଥା ଶୁଣି ବଡ଼ ଦୟାଜାତ। ସେ ଦଉଡ଼ିରେ ଗୋଟିଏ ମାଠିଆ ବାନ୍ଧି କୂଅ ଭିତରକୁ ପକାଇଲା। ସାପ ସେହି ମାଠିଆ ଭିତରକୁ ପଶିଯିବାରୁ ତାକୁ ଉପରକୁ ଟାଣି ଆଣିଲା। ସାପ ଉପରକୁ ଆସି କହିଲା, ମୋ କଥା ଶୁଣ। ଯଦି କୌଣସି ଦିନ ତୁମେ ବିପଦରେ ପଡ଼ିବ ତାହେଲେ ମୋତେ ଖାଲି ଡାକିଦେବ। ତୁମେ ଯେଉଁଠି ଥାଅ ନା କାହିଁକି, ମୁଁ ସେଠାକୁ ଯାଇ ତୁମକୁ ସାହାଯ୍ୟ କରିବି। ଏହାପରେ ବାଘ, ମାଙ୍କଡ଼ ଆଉ ସାପ ତିନିଜଣ ଯାକ ବ୍ରାହ୍ମଣଠାରୁ ବିଦାୟ ନେଲେ। ଗଲାବେଳେ ସେମାନେ କୂଅ ଭିତରେ ଥିବା ଲୋକଟି ବିଷୟରେ କହିଗଲେ। ବାଘ କହିଲା, ତମେ ତାକୁ ସାହାଯ୍ୟ କରିବ ନାହିଁ। ମାଙ୍କଡ଼ ଆସି କାନ ପାଖରେ କହିଲା, ତାକୁ ସାହାଯ୍ୟ କଲେ ବିପଦରେ ପଡ଼ିବ। ସାପ କହିଲା, ଆମର ଏଇ କଥାକୁ ମନେ ରଖିବ। ସେ ଲୋକଟିକୁ ତମେ ଆଦୌ ସହଯୋଗର ହାତ ବଢ଼ାଇବ ନାହିଁ। ତାପରେ ତିନିଜଣ ଯାକ ଚାଲିଗଲେ। କୂଅ ଭିତରେ ଥିବା ଲୋକଟି ଏଥର ବ୍ରାହ୍ମଣକୁ ଡାକିଲା। ତାକୁ କୂଅ ଭିତରୁ ଉଦ୍ଧାର କରିବା ପାଇଁ ସେ ବହୁତ କାକତି ମିନତି ହୋଇ କହିଲା। ଲୋକଟିର ଅବସ୍ଥା ଦେଖି ବ୍ରାହ୍ମଣ ମନରେ ଦୟା ହେଲା। ସେ ଗୋଟିଏ ଗଛ ଡାଳ କୂଅ ଭିତରକୁ ପକାଇଦେଲା। ଲୋକଟି ଡାଳ ଧରି ଉପରକୁ ଉଠି ଆସିଲା ଏବଂ ଉଠେଇବା ସମୟରେ ସେ ବାରମ୍ବାର ଉଦ୍ଧାର କରିଥିବା ପୂର୍ବର ଜୀବ କହିଥିବା କଥା, ବାଘ ଆଉ ମାଙ୍କଡ଼ ଆଉ ସାପ କଥା ବାରମ୍ବାର ତା ମୁଣ୍ଡରେ ପଶୁଥିଲା ଯେ ସେମାନେ ମନା କରିଥିଲେ ଆକୁ ଉଦ୍ଧାର କରିବାକୁ। କିନ୍ତୁ ପୁଣି ତାର ପର ମୁହୂର୍ତ୍ତରେ ସେ ଚିନ୍ତା କରୁଥିଲା, ସେମାନେ ଏତେ ଭୟଙ୍କର, ହିଂସ୍ର, ଏତେ ବିଷାକ୍ତ ଜୀବ ହେଇକି ମୁଁ ତାଙ୍କୁ ଉଦ୍ଧାର କଲି। ଏ ତ ମୋ ଜାତି ଭାଇ ମଣିଷଟିଏ ପଡ଼ିଛି, ମୁଁ ତାକୁ ଉଦ୍ଧାର କରି କ'ଣ ଭୁଲ କରୁଛି? ତେଣୁ ଏଇଭଳି ଚିନ୍ତା କରି କରି ସେ ତାକୁ କୂଅ ଭିତରୁ ମଣିଷଟିକୁ ବାହାର କଲା। ଉପରକୁ ଆସି ଲୋକଟି କହିଲା, ଆପଣଙ୍କୁ ମୁଁ ଅଶେଷ ଧନ୍ୟବାଦ ଜଣାଉଛି। ମୁଁ ଜଣେ ଗରିବ ବଣିଆ, ଏଇ ପାଖ ସହରରେ ରହେ। କିଛି ଦରକାର ହେଲେ ଅନୁଗ୍ରହ କରି ମୋ ପାଖକୁ ଆସିବ। ଏଇ କଥା କହି ଲୋକଟି ନିଜ ରାସ୍ତାରେ ଚାଲିଗଲା। ବ୍ରାହ୍ମଣ ତା ବାଟରେ ଆଗେଇ ଚାଲିଲା। ଦିନ ପରେ ଦିନ ବିତିଗଲା। ବ୍ରାହ୍ମଣର ଭାଗ୍ୟ ବଡ଼ ମନ୍ଦ। କେଉଁଠି କିଛି କାମ ଧନ୍ଦା ତାକୁ ଜୁଟିଲା ନାହିଁ। ଶେଷରେ ସେ ଭାବିଲା, ଧିକ୍, ଏ ଜୀବନଟା ରଖି ଲାଭ କ'ଣ, ବରଂ ମରିଗଲେ ଭଲ। ତାପରେ ସେ ନଈକୁ ଡେଇଁ ମରିବାକୁ ଠିକ୍ କଲା। ଠିକ୍ ସେହି ସମୟରେ ବାଘ, ମାଙ୍କଡ଼, ସାପ ଏବଂ ମଣିଷଟି କଥା ତାର ମନେ ପଡ଼ିଲା। ବ୍ରାହ୍ମଣ ଭାବିଲା, ଦେଖିବା, ଏମାନେ କିଛି ସାହାଯ୍ୟ କରିବାକୁ ମୋତେ କହିଯାଇଥିଲେ। ତେଣୁ ମୁଁ ଦେଖିବା ତାଙ୍କ ପାଖକୁ ଯାଏ କ'ଣ ହେଉଛି। ସେ ପ୍ରଥମେ ମାଙ୍କଡ଼ ପାଖକୁ ଗଲା। ମାଙ୍କଡ଼ ତାକୁ ଦେଖି ଭାରି ଖୁସି ହେଲା। ଖୁବ୍ ଆଦର କରି ତାକୁ ଅନେକ ରକମର ଫଳ ଖାଇବାକୁ ଦେଲା। ଜଙ୍ଗଲରେ ରହୁଥିବା ଆମ୍ବ, ସପୁରୀ, ଅଙ୍ଗୁର, ଡାଳିମ୍ବ, କଦଳୀ ଏମିତି କେତେ ରକମର ଫଳ ସେ ପେଟ ଭରି ଖାଇଲା। ଖାଇସାରି ବ୍ରାହ୍ମଣ ମାଙ୍କଡ଼ଟିକୁ ଧନ୍ୟବାଦ ଜଣାଇଲା। ମାଙ୍କଡ଼ କହିଲା, ତୁମର ଯେତେବେଳେ ଖୁସି ତମେ ଆସିବ। ଏଇ ତ ତମ ନିଜ ଘର ପରି। ତମେ ସଂକୋଚ ନ କରି ଯେତେବେଳେ ଆସିବ ମୁଁ ତୁମକୁ ଆଦର ଆଉ ସମ୍ମାନ କରିବି। ଏହାପରେ ବ୍ରାହ୍ମଣ ବାଘ ପାଖକୁ ଯିବାକୁ ଠିକ୍ କଲା। ବାଘ ତା ସହିତ କେମିତି ବ୍ୟବହାର କରିବ ତାହା ଦେଖିବାକୁ ଇଚ୍ଛା ହେଲା। ମାଙ୍କଡ଼ ତାକୁ ବାଘର ଘରକୁ ବାଟ ଦେଖାଇଦେଲା। ଦୂରରୁ ବ୍ରାହ୍ମଣ ଆସୁଥିବାର ଦେଖି ବାଘ ପାଛୋଟି ନେବାକୁ ଦୌଡ଼ି ଆସିଲା। ଦିନେ ବ୍ରାହ୍ମଣ ତାର ଜୀବନ ରକ୍ଷା କରିଥିଲା। ସେ କଥା ସେ ଭୁଲିନି। ବାଘ ବ୍ରାହ୍ମଣକୁ
ଗୋଟିଏ ସୁନାହାର ଏବଂ ଆହୁରି ଅନେକ ଗହଣା ଉପହାର ଦେଲା। ଏହିସବୁ ଗହଣା ସେ ଜଣେ ରାଜା ପୁଅଠାରୁ ପାଇଥିଲା। ଉପହାର ଗୁଡ଼ିକ ନେଇ ବ୍ରାହ୍ମଣ ବାଘକୁ ଅନେକ ଧନ୍ୟବାଦ ଦେଲା। ତାପରେ ପୁଣି ପଥ ଚଲା ଆରମ୍ଭ କଲା, ଚାଲିବାକୁ ଲାଗିଲା। ବ୍ରାହ୍ମଣ ଭାବିଲା, ଯାହା ହେଉ ବିଦେଶରୁ ବିଦେଶକୁ ଆସି ଏତେ ଦିନେ ତା ଭାଗ୍ୟ ବଦଳିଲା। ଗହଣା ଗୁଡ଼ାକ ସେ ଭଲ ଦାମରେ ବିକ୍ରି କରିଦେବ। ତାପରେ ଘରକୁ ଫେରିଯିବ। ବ୍ରାହ୍ମଣୀ ନିଶ୍ଚୟ ଖୁସି ହେବ। ଗହଣା ବିକି କିଛି ଟଙ୍କା ପାଇଯିବ। ସେଇଥିରେ ସେ ସୁଖରେ ଚଳିପାରିବ। ପ୍ରଥମେ କଥା ହେଲା, ଗହଣା ଗୁଡ଼ିକ ବିକିବ କେମିତି? ସେ ତ ତାର ଦୋକାନ ବଜାର ସେଠି ପାଖରେ ନଥିଲା। ତେଣୁ ସେ କେଉଁଠାରେ ବିକ୍ରି କଲେ ଉପଯୁକ୍ତ ମୂଲ୍ୟ ପାଇବ? ସୁନା ଉପରେ ତାର ଏତେ ଧାରଣା ନାହିଁ। ତେଣୁ ସେ ଚିନ୍ତା କଲା। ସେଇକ୍ଷଣି ବଣିଆ କଥା ତାର ମନେ ପଡ଼ିଗଲା। ସେ ଭାବିଲା, ବଣିଆ ନିଶ୍ଚୟ ତାକୁ ସାହାଯ୍ୟ କରିବ, ଯେଉଁ ଲୋକଟିକୁ ସେ ଶେଷରେ କୂଅ ଭିତରୁ ଉଦ୍ଧାର କରିଥିଲା। ଏଇ କଥା ଭାବି ସେ ବଣିଆ ପାଖକୁ ଗଲା। ବ୍ରାହ୍ମଣକୁ ଦେଖି ବଣିଆ ଭାରି ଖୁସି ହେଲା। ସେ ଆନନ୍ଦ ହୋଇ କହିଲା, ଭାଇ, ଆଜି ବଡ଼ ଭାଗ୍ୟରେ ରାତି ପାଇଥିଲା। ତୁମ ଭଳି ଲୋକର ପାଦଧୂଳି ମୋ ଦାଣ୍ଡ ଦୁଆରେ ପଡ଼ିଲା। ବ୍ରାହ୍ମଣ କହିଲା, ଆପଣଙ୍କ ପାଖରେ ମୋର ଗୋଟିଏ କାମ ଅଛି। ମୋ ପାଖରେ କିଛି ଦାମିକା ଗହଣା ଅଛି। ସେଗୁଡ଼ିକୁ ଦୟାକରି ଆପଣ ବିକ୍ରି କରିଦେବେ। ବଣିଆ ବ୍ରାହ୍ମଣ ହାତରୁ ସୁନାହାର ଓ ଗହଣା ନେଲା। ଖୁବ୍ ମନୋଯୋଗ ଦେଇ ସେଗୁଡ଼ିକ ସେ ପରୀକ୍ଷା ନିରୀକ୍ଷା କରି ଦେଖିବାକୁ ଲାଗିଲା। ତାପରେ ସେ କହିଲା, ଏକଥା ଆଉ କହିବାକୁ ଅଛି, ମୁଁ ନିଶ୍ଚୟ ଏହାର ବ୍ୟବସ୍ଥା କରିବି। ତେବେ ପ୍ରଥମେ ମୁଁ କିଣିବା ଲୋକ ସାଙ୍ଗରେ ଟିକେ ପରାମର୍ଶ କରେ। ଆପଣ ଟିକେ ବସନ୍ତୁ। ମୁଁ ତା ପାଖକୁ ଯିବି ଏବଂ ସାଙ୍ଗେ ସାଙ୍ଗେ ଆସିବି। ମୋଟେ ଡେରି ହେବ ନାହିଁ। ବଣିଆ ତାର ସ୍ତ୍ରୀକୁ ଡାକି ଅତିଥିର ଯତ୍ନ ନେବାକୁ କହିଲା। ତାପରେ ସେ ନିଜେ ଗହଣା ଗୁଡ଼ିକ ଧରି ବାହାରି ପଡ଼ିଲା। ବଣିଆ ସେଗୁଡ଼ିକୁ ନେଇ ସିଧା ଆସି ରାଜାଙ୍କ ପାଖରେ ହାଜର ହେଲା। ରାଜପ୍ରସାଦରେ ପହଞ୍ଚି ସେ ଗହଣା ଗୁଡ଼ାକ ରାଜାଙ୍କୁ ଦେଖାଇଲା। ସେ ରାଜାଙ୍କୁ କହିଲା, ମହାରାଜ, ଗୋଟିଏ ଲୋକ ଏହିସବୁ ଗହଣା ମୋ ପାଖକୁ ବିକିବାକୁ ଆଣିଛି। କିନ୍ତୁ ମୁଁ ଏହାକୁ ଦେଖି ଚିହ୍ନି ପାରିଲି। ଏହିସବୁ ଗହଣା ମୁଁ ରାଜପୁତ୍ରଙ୍କ ଲାଗି ନିଜ ହାତରେ ତିଆରି କରିଥିଲି। ତାପରେ ରାଜପୁତ୍ର ନିଖୋଜ ହୋଇଗଲେ। ମୋ ମନରେ ସନ୍ଦେହ ହେଲା। ସେଥିପାଇଁ ଲୋକଟିକୁ ମୋ ଘରେ ବସାଇ ଆସିଛି। ଆପଣଙ୍କ ପାଖକୁ ଏ ଗହଣା ଗୁଡ଼ାକ ଦେଖାଇବାକୁ ଆଣିଛି। ରାଜା ରାଗରେ ଗର୍ଜନ କରି ଉଠିଲେ। ସେ କହିଲେ, ସେ ବଦମାସ ଲୋକ କେଉଁଠି ଅଛି? ନିଶ୍ଚୟ ସେ ମୋର ପୁଅକୁ ଖୁନ୍ କରିଛି, ଗହଣା ଗୁଡ଼ାକ ଚୋରି କରିଛି। ବଣିଆ କହିଲା, ମହାରାଜ, ସେ ଜଣେ ବ୍ରାହ୍ମଣ। ତାକୁ ମୁଁ ଘରେ ବସେଇ ଦେଇ ଆସିଛି। ମହାରାଜ ଚିତ୍କାର କରି ସିପାହୀମାନଙ୍କୁ ଡାକିଲେ। ଚାରିପାଖରୁ ସିପାହୀମାନେ ଛୁଟି ଆସିଲେ। ରାଜା ସେମାନଙ୍କୁ ହୁକୁମ ଦେଲେ, ଏ ବଣିଆ ଘରେ ଜଣେ ବ୍ରାହ୍ମଣ ବସିଛି। ଏଇକ୍ଷଣି ତାକୁ ବାନ୍ଧି ଆଣି ବନ୍ଦୀଶାଳାରେ ପୁରାଇ ଦିଅ। ଭାବିଚିନ୍ତି କାଲି ତାର ଶାସ୍ତି ବିଧାନ ହେବ। ହୁକୁମ ପାଇଲା ମାତ୍ରେ ସିପାହୀମାନେ ବଣିଆ ଘରକୁ ଛୁଟିଗଲେ। ସେଠାରୁ ବ୍ରାହ୍ମଣକୁ ଧରି ଆଣି ବନ୍ଦୀଘର ମଧ୍ୟରେ ପୁରାଇ ଦେଲେ। ଏହିସବୁ ଘଟଣା ଦେଖି ବ୍ରାହ୍ମଣ ଆଶ୍ଚର୍ଯ୍ୟ ହୋଇଗଲା। ସେ ଏହାର କାରଣ କିଛି ଜାଣିପାରିଲା ନାହିଁ। ତାର ମନ ଛଟପଟ ହେଲା। ସବୁ କଥା ଜାଣିବା ପାଇଁ ସେ ବନ୍ଦୀଘର ଜଗୁଆଳୀକୁ ପଚାରିଲା। ଜଗୁଆଳ କହିଲା, ତୁମେ ଆମ ରାଜା ପୁଅକୁ ମାରିଦେଇ ତାଙ୍କ ଗହଣାପତ୍ର ଚୋରି କରିଛ। ଏହା ଗୁରୁତର ଅପରାଧ। ତୁମକୁ ପ୍ରାଣଦଣ୍ଡ ଦିଆଯିବ। ବ୍ରାହ୍ମଣ ଜଗୁଆଳୀଠାରୁ ଏକଥା ଶୁଣିଲା ପରେ ତାକୁ ଅଚାନକ ଆକାଶରୁ ଖସି ପଡ଼ିଲା ପରି ଲାଗିଲା। ତାକୁ ମିଛ ଅପରାଧରେ ଜଡ଼ିତ କରାଯାଇଛି ବୋଲି ସେ ଜାଣିଲା। ମନରେ ତାର ବଡ଼ ଦୁଃଖ ହେଲା। କିନ୍ତୁ ସେ କରିବ କ'ଣ? ଏହି ବିପଦରୁ ତାକୁ ସାହାଯ୍ୟ କରିବାକୁ କେହି ନାହାନ୍ତି। ହଠାତ୍ ବ୍ରାହ୍ମଣର ସାପ କଥା ମନେ ପଡ଼ିଲା। ସେ କୂଅରୁ ଉଦ୍ଧାର କରିବା ସମୟରେ ସାପ ତାକୁ ଅନେକ କଥା କହିଥିଲା। ତାର ସେ ସ୍ମରଣ ହେଲା। ସାପକୁ ଡାକିବା ମାତ୍ରେ ସାପ ଆସି ଉପସ୍ଥିତ ହେଲା। ସାପ କହିଲା, କୁହ ଭାଇ, ତୁମ ପାଇଁ ମୁଁ କ'ଣ କରିପାରିବି? ବ୍ରାହ୍ମଣ କହିଲା, ସାପ ଭାଇ, ମୁଁ ବଡ଼ ବିପଦରେ ପଡ଼ିଛି। ମୋତେ ବଞ୍ଚାଅ। ଏମାନେ ମୋତେ ବନ୍ଦୀ କରି ଏଇ ରାଜଦରବାରରେ ରଖିଛନ୍ତି। ମୁଁ କିଛି ଦୋଷ କରିନି, କିନ୍ତୁ ଏମାନେ ମୋତେ ମୃତ୍ୟୁଦଣ୍ଡ ଦେବେ। ବ୍ରାହ୍ମଣ ସାପକୁ ସବୁ କଥା ଗୋଟି ଗୋଟି କରି କହିଗଲା। ସାପ ଟିକିଏ ଚିନ୍ତା କଲା। ତାପରେ ସାପ କହିଲା, ମୋ ମୁଣ୍ଡକୁ ଗୋଟିଏ ବୁଦ୍ଧି ଜୁଟୁଛି।
ତୁମକୁ ବଞ୍ଚାଇବାର ଉପାୟ ଅଛି। ବ୍ରାହ୍ମଣ ଅଧୀର ହୋଇ କହିଲା, କୁହ ଭାଇ, କି ଉପାୟ ଅଛି? ସାପ କହିଲା, ମୁଁ ବର୍ତ୍ତମାନ ରାଣୀ ଅନ୍ତପୁରକୁ ଯାଉଛି। ମୁଁ ରାଣୀକୁ ଚୋଟ ମାରିବି। ମୋ ବିଷଜ୍ୱାଳାରେ ରାଣୀ ଅଜ୍ଞାନ ହୋଇ ପଡ଼ିଯିବେ। ତାଙ୍କର ସହଜେ ଜ୍ଞାନ ଫେରିବନି। ସେମାନେ ଅନେକ ଚେଷ୍ଟା କରିବେ, କିନ୍ତୁ ରାଣୀକୁ ଭଲ ଅବସ୍ଥାକୁ ଆଣିପାରିବେନି। ବ୍ରାହ୍ମଣ କହିଲା, ତାପରେ ଏଇ ପାଉଁଶ ଟିକକ ରଖିଥା। ତୁମେ ଏତକ ରାଣୀଙ୍କ କପାଳରେ ବୋଳିଦେବ। ତାପରେ ଯାଇ ରାଣୀଙ୍କ ଶରୀରର ବିଷର ଜ୍ୱାଳା କଟିବ। ଏହାପରେ ସାପ ବନ୍ଦିଘରୁ ବାହାରକୁ ଗଲା। ସେ ସିଧା ଯାଇ ରାଣୀ ଅନ୍ତପୁରରେ ପହଞ୍ଚିଲା। ସୁଯୋଗ ଦେଖି ରାଣୀକୁ ଚୋଟ ମାରିଲା। ରାଣୀ ସାଙ୍ଗେ ସାଙ୍ଗେ ଅଜ୍ଞାନ ହୋଇ ତଳେ ପଡ଼ି ରହିଲେ। ରାଜଉଆସର ଲୋକ ସବୁ ଭୟରେ ଥରିବାକୁ ଲାଗିଲେ। ରାଣୀକୁ ବିଷଧର ସାପ କାମୁଡ଼ିଛି। ଏ ଖବର ଦେଶ ସାରା ପ୍ରଚାର ହୋଇଗଲା। ସମସ୍ତେ ଦୁଃଖରେ ଭାଙ୍ଗି ପଡ଼ିଲେ। ଦେଶର ସବୁଆଡ଼ୁ ବୈଦ୍ୟମାନେ ଆସିଲେ, ନାନା ପ୍ରକାର ଔଷଧ ଦେଲେ, କିନ୍ତୁ କିଛି ଫଳ ହେଲାନି। ରାଣୀକୁ ବଞ୍ଚେଇବା ପାଇଁ କେତେ ରକମ ଚିକିତ୍ସା କଲେ, ଫଳ କିଛି ହେଲା ନାହିଁ। ବୈଜ୍ଞାନିକମାନେ ବିଜ୍ଞାନ ବଳରେ ଚେଷ୍ଟା କଲେ, ଡାକ୍ତରମାନେ ମଧ୍ୟ ବହୁ ଚେଷ୍ଟା କଲେ, ମାତ୍ର କିଛି ସୁଫଳ ମିଳିଲାନି। ସମସ୍ତେ ହାର ମାନିଲେ। କୌଣସି ପ୍ରକାରେ ରାଣୀଙ୍କର ଚେତା ଫେରିଲା ନାହିଁ। ରାଣୀକୁ କେହି ସୁସ୍ଥ କରିପାରିଲେ ନାହିଁ। ଶେଷରେ ରାଜା ଘୋଷଣା କଲେ, ଯଦି କେହି ରାଣୀକୁ ସୁସ୍ଥ କରିଦେଇ ପାରିବ, ତାକୁ ସେ ଅନେକ ପୁରସ୍କାର ଦେବେ। ରାଜାଙ୍କ ଆଦେଶରେ ଦଳ ଦଳ ହୋଇ ଲୋକ ଚାରିଆଡ଼ରୁ ଧାଇଁଲେ। ରାଜ୍ୟର ପ୍ରତ୍ୟେକ ଗାଁ ଓ ସହରର ଗଳିକନ୍ଦିରେ ଡେଙ୍ଗୁରା ପିଟା ହେଲା। ରାଜାଙ୍କ ଘୋଷଣା ପ୍ରଚାର କରାଗଲା। ପୁରସ୍କାର ଘୋଷଣା କଥା ଶୁଣି ରାଜ୍ୟରୁ ଅନେକ ଲୋକ ଆସିଲେ। ରାଣୀକୁ ସୁସ୍ଥ କରିବାକୁ ଚେଷ୍ଟା କଲେ, ଫଳ କିଛି ହେଲା ନାହିଁ। ବନ୍ଦୀ ଘରେ ଥାଇ ବ୍ରାହ୍ମଣ ରାଜାଙ୍କର ପୁରସ୍କାର ଘୋଷଣା କଥା ଶୁଣିଲା। ବ୍ରାହ୍ମଣ ବନ୍ଦୀଘରର ଜଗୁଆଳୀକୁ କହିଲା, ରାଣୀକୁ ମୁଁ ଭଲ କରିଦେଇ ପାରିବି। ଜଗୁଆଳ ସଙ୍ଗେ ସଙ୍ଗେ ବ୍ରାହ୍ମଣକୁ ନେଇ ରାଜାଙ୍କ ପାଖରେ ହାଜର କରାଇଲା। ରାଜା ବ୍ରାହ୍ମଣକୁ ରାଣୀ ଅନ୍ତପୁରକୁ ନେଇଗଲେ। ରାଣୀ ବିଛଣାରେ ଶୋଇଥିଲେ। ତାଙ୍କୁ ଦେଖିଲେ ଯେମିତି ମନେ ହେଉଥିଲା ତାଙ୍କ ଦେହରେ ଆଉ ଜୀବନ ନାହିଁ, ସେ ମୃତ। ସାପର ବିଷଜ୍ୱାଳାରେ ସାରା ଦେହଟି ନୀଳବର୍ଣ୍ଣ ପଡ଼ିଯାଇଥିଲା। ବ୍ରାହ୍ମଣ ଆସ୍ତେ ଆସ୍ତେ ରାଣୀଙ୍କର ବିଛଣା ପାଖକୁ ଗଲା। ତାପରେ ସେ ରାଣୀଙ୍କ କପାଳରେ ସେଇ ପାଉଁଶକୁ ବୋଳିଦେଲା। ସାଙ୍ଗେ ସାଙ୍ଗେ ରାଣୀ ଆଖି ଖୋଲି ଚାହିଁଲେ। ତାପରେ ବିଛଣାରୁ ଉଠି ବସିଲେ। ସାରା ଶରୀରରୁ ବିଷର ଜ୍ୱାଳା କଟିଯାଇଥିଲା। ସେ ଆଉ ନୀଳ ଦେଖାଯାଉନଥିଲେ। ତାଙ୍କୁ ଦେଖିଲେ ମନେ ହେଉଥିଲା ଯେମିତି ଆଗରୁ କିଛି ହୋଇନଥିଲା। ସାରା ରାଜ୍ୟରେ ଆନନ୍ଦ ଖେଳିଗଲା। ରାଜା ଭାରି ଖୁସି ହେଲେ। ବ୍ରାହ୍ମଣ ପାଖରେ ସେ ତାଙ୍କର କୃତଜ୍ଞତା ପ୍ରକାଶ କଲେ। ତାପରେ ରାଜା ପଚାରିଲେ, ଆପଣ ବନ୍ଦୀଘରେ କାହିଁକି ଅଛନ୍ତି କୁହନ୍ତୁ? କେଉଁ ଦୋଷରୁ ଆପଣଙ୍କୁ ବନ୍ଦୀ କରାଯାଇଛି? ବ୍ରାହ୍ମଣ କହିଲା, ମହାରାଜ, ଆପଣ ଯେଉଁ ଅପରାଧରେ ମୋତେ ବନ୍ଦୀ କରିଛନ୍ତି ସେ ଅପରାଧ ମୁଁ କରିନାହିଁ। ରାଜା କହିଲେ, ତା ମାନେ ଏଇସବୁ ଘଟଣା ଘଟିଲା କେମିତି? ବ୍ରାହ୍ମଣ ରାଜାଙ୍କ ଆଗରେ ସବୁ କଥା ଗୋଟି ଗୋଟି କରି କହିଲା। ରାଜା ସବୁ କଥା ଶୁଣିଲେ। ବଣିଆର ଏଇଭଳି କାର୍ଯ୍ୟରେ ରାଜା ରାଗରେ ଅଗ୍ନିବାଣ ହେଲେ। ସଙ୍ଗେ ସଙ୍ଗେ ବଣିଆଙ୍କୁ ଧରି ଆଣି କଠୋର ଶାସ୍ତି ଦେବାକୁ ଆଦେଶ ଦେଲେ। ବ୍ରାହ୍ମଣକୁ ବିନା ଦୋଷରେ ବନ୍ଦୀ କରାଯାଇଥିଲା, ସେଥିପାଇଁ ରାଜା ଦୁଃଖ ପ୍ରକାଶ କଲେ। ସେ ବ୍ରାହ୍ମଣକୁ ରହିବା ପାଇଁ ଗୋଟିଏ ବଡ଼ ଘର ଦେଲେ। 1000 ସ୍ୱର୍ଣ୍ଣ ମୁଦ୍ରା ପୁରସ୍କାର ଦେଲେ। ବ୍ରାହ୍ମଣ ସଙ୍ଗେ ସଙ୍ଗେ ନିଜ ସ୍ତ୍ରୀ ଓ ପିଲାଙ୍କ ପାଖକୁ ଗଲା। ସେମାନଙ୍କୁ ଆଣି ସେଇ ଘରେ ରହିଲା। ସେମାନେ ସେଠାରେ ଖୁବ୍ ସୁଖରେ ଦିନ କାଟିବାକୁ ଲାଗିଲେ। ବ୍ରାହ୍ମଣ ଖୁବ୍ ସାଧୁ ପ୍ରକୃତିର ଲୋକ ହୋଇଥିବାରୁ ସମସ୍ତେ ତାଙ୍କର ପ୍ରଶଂସା କଲେ। ସତ୍ୟର ଯୁଗେ ଯୁଗେ ବିଜୟ ହୁଏ। ଯିଏ ଅନ୍ୟର ମନ୍ଦ ପାଞ୍ଚିବ, ସେ ନିଜେ ବିପଦରେ ପଡ଼ିବ। ସେଥିପାଇଁ କୁହାଯାଇଛି, ଯେ ପାଞ୍ଚେ ପରମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ। ଏଠାରେ ସେ ଲୋକଟିକୁ ବ୍ରାହ୍ମଣ ଉଦ୍ଧାର କରିଥିଲେ ନିଜେ ଦୟା ଦେଖେଇ, କିନ୍ତୁ ସେ ଲୋକଟି ଆଙ୍କ ପ୍ରତି ନିର୍ଦ୍ଦୟ ହେଇକି ରାଜାଙ୍କ ଆଗରେ ତାଙ୍କ ନାଁରେ ଅଭିଯୋଗ କରିଥିଲା। କିନ୍ତୁ ଶେଷରେ ବ୍ରାହ୍ମଣ ହିଁ ଜିତାପଟ ନେଲେ।